ଏଟେ ଆସିଛି ତୋ ଘର କୋଉଠି କହ? କୋଉଠୁ ଆସୁଛୁ? ମୋ ଘର ଉଦୁଳା। ଏ ଉଦୁଳାରୁ ଆସିଛି କାମ କରିବା ପାଇଁ। ବିଲ କାମ ଶିଖିଛୁ? ହଁ ଶିଖିଛୁ? ହଁ ତ ବିଲ କାମ କିଏ ପଢୁଛୁ ପାଠ ପଢୁଛୁ? ହଁ ତ ସମସ୍ତେ କାମ କରିବା ପାଇଁ ଆସିଛନ୍ତି ଏଠି। ତୁ ବହି ନେଇକି ଆସୁଛୁ? ନା ଘରେ ଅଛି। ଆଉ ଘରେ ଅଛି ତୁ ଆସୁଛୁ? ପୁଣି ଗଲେ ପଢିବୁ? ଆଉ ଖାଇଛୁ ଆଜି? କ'ଣ ଖାଇଛୁ? ମାଛ ଆଉ ଶାଗ ଆଉ ସିନାଇ। ମାଛ ଶାଗ? କାହିଁ ତୋ ଘର ଲୋକ କାହିଁ କୋଉଠି? କୋଉଠି? ହାଇ ମାନେ କୋଉଠି? ଆଇ ସେଇଠି ସେତେ ବାଟର। ତୋ ପାଖରେ ଦିଟା ପିଜୁଳି ଥିଲା, ତୁ ୟାକୁ ଗୋଟେ ପିଜୁଳି ଦେଇଦେଲୁ। ୟା ପାଖରେ କେତେଟା ପିଜୁଳି ହେଲା? ୟା ପାଖରେ କେତେଟା ପିଜୁଳି ହେଲା କହ? ତୋ ପାଖରେ ଦିଟା ପିଜୁଳି ଥିଲା, ତୁ ୟାକୁ ଗୋଟେ ପିଜୁଳି ଦେଇଦେଲୁ। ୟା ପାଖରେ କେତେଟା ପିଜୁଳି ଅଛି କହ? ଗୋଟେ। ଭେରି ଗୁଡ୍ କହିଦେଲୁ। ତୁ ବସ ଏଠି, ବସ ଏଇଠି ବସ। ଏ ତ ଉଦୁଳା ସାଙ୍ଗ ହେଲା, ବସ ବସ। ଏ ତ ଉଦୁଳା ସାଙ୍ଗ, ବସ। ହଁ ବହୁତ ଦୂର ହଉ, ବସ ଏଠି ବସ। ତୁ ଉଦୁଳା ସାଙ୍ଗ ତୁ ହେଲା, ତୁ ତାର ଉଦୁଳା ସାଙ୍ଗ। ତାର କୋଶ୍ଚିନ୍ କହିଦେଲା, ଆଉ ଗୋଟେ କୋଶ୍ଚିନ୍ ପଚାରିବି। ତୁ କହ, ଯଦି ଏଇଟା କହିଦେବୁ ତତେ ମୁଁ ଗୋଟେ ଚକୋଲେଟ୍ ଆଣିକି ଦେବି। କହିନି ମୁଖ୍ୟମନ୍ତ୍ରୀ ନାଁ କ'ଣ କହ? କହ ତମ ଘର ପାଖ ଲୋକ କହ। ରାଷ୍ଟ୍ରପତି ନାଁ କ'ଣ ତମ ଘର ପାଖ ଲୋକ କହ? ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଜାଣିନୁ? ମୁଖ୍ୟମନ୍ତ୍ରୀ ନା ଜାଣିନୁ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିଏ କହ? ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ କହ? ମୋହନ ଚରଣ ମାଝୀ ହେଲା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ତାହେଲେ ମୁଖ୍ୟମନ୍ତ୍ରୀ। ଇଏ ଗୋଟେ ଆଣିଛି ହେଉଛି ଗାଡ଼ି। କି ଗାଡ଼ି? ଡିଜେ ଗାଡ଼ି। ବଜା ଡିଜେ ଗାଡ଼ିଟା ବଜା। ବଜଉନୁ। ଆଉ ମୋବାଇଲ ବଜାଇଲେ ବାଜିବ? ସତ? ମୋବାଇଲ କନେକ୍ସନ ମାନେ ବାଜିବ? ସତ କହୁଛୁ? ହଉ ଦେଖା, ଭଲସେ ଦେଖା, ଏଇଠି ଦେଖା। ଏ ଗୋଟେ ଗାଡ଼ିଟା ଆଣିଛି, ଏଟାର ବ୍ଲୁଟୁଥ୍ କନେକ୍ସନ୍ ଅଛି। ଏଇଟା କନେକ୍ଟ କରିଦେଲେ ବାଜିବ ହେଉଛି ଗୀତ। ଏଇଟା କାହାର? ଏଇଟା ଭାଇରାଲ ବୟର ଗୀତ ହେଲା। ତୁ ଦେଖିଲୁ ନା? ସେଟା ହେଉଛି ତାର ଇଏଟା ହେଲେ ବାଜିବ ହେଉଛି ଗୀତ। ହଉ ଦେ, ଏବେ ବଜେଇବି, ଦେଖିବି ଦେ। ଏଇଠି ମୋତେ ସେ ନେଇକି ଯାଉଛି, ଏଇ ଯେଉଁ ବିଲରୁ ଧାନ ଆସୁଛି ସେ ମୋତେ ନେଇକି ଯାଉଛି ବାହୁଙ୍ଗି ନେଇକି। ସେ ମୋତେ ଲୋଡ଼୍ କରିଦେବ। ଲୋଡ଼୍ କରିଦେବ, ଯେତିକି ଆସୁଛି ସେତିକି କେତେ ଭାରି ଲାଗୁଛି ସେ ଦେଖିବ। ଏତିକି ଭାଇ, ଯେତିକି ଲୋକ ସବୁ ନେଇକି ଆସୁଛନ୍ତି ସେ ସେତିକି ଓଜନ କରିକି ଦେଇଛି, ମୋତେ ଅନ୍ଧାର ଦେଖାହେଉଛି। ମାନେ ଯେତିକି ସବୁ ଲୋକ ନେଇକି ଆସୁଛନ୍ତି ସେ ସେତିକି ପୁରା ଲୋଡ଼୍ କରିକି ମୋତେ ଦେଇଛି। ମୋତେ ଏବେଠୁ ମୋତେ ଅନ୍ଧାର ଦେଖାହେଉଛି, ହାର୍ଟ ପ୍ରୋବ୍ଲେମ୍ ହେଇଯିବ ଯେତିକି ମୋତେ ଭାରି ଲାଗୁଛି। ଏଇଠି ଆମ ହିରୋ ଆସି ପହଞ୍ଚିଗଲା। ମୁଁ ଯଦି ଥିବି ଘରେ, ତାର ଫାଷ୍ଟ ଆସିଥିଲେ ପାଣି ବୋଟଲଟା ମୁଁ ଚେକ୍ କରେ ଯେ କେତେ ପାଣି ସେ ନେଇକି ଯାଇଥିଲା ଆଉ କେତେ ପାଣି ପିଇଛି। ତାର ବୋଟଲର ମାପ ବି ଅଛି, ସେ କେତେ ପୁରା ml ପାଣି ପିଉଛି ସବୁ ତାକୁ ଚେକ୍ କରି ଘରୁ ମୁଁ ଏଣ୍ଟ୍ରି କରେ। ତେଣୁ ଆଜି ପିଇଛି କି ଫିଙ୍ଗି ଦେଇକି ଆସି ଜଣା ନାହିଁ। ଏଇଠି ଆମର ପୁରା ସ୍ପେଶାଲ ମାଛ ଆଜି ଆସିଛି, ଯେହେତୁ ଆମେ ଥରେ ଯାଇଥିଲୁ ବାହୁଙ୍ଗି ନେଇକି ଧାନ ଆଣିବା ପାଇଁ। ତେଣୁ ସେଇଥିପାଇଁ ମୋତେ ଲାଗୁଛି ଏତିକି ସବୁ ମାଛ। ଏଇ ମାଛ ଗୁଡ଼ା ବହୁତ ଦାମିକିଆ ମାଛ। ଏଇ ଯେଉଁ ମାଛ ଆସିଛି, ଆଉ ସେତିକି ମାଛ, ଏଇଟା ସବୁ ସମୁଦ୍ର ମାଛ ଆସିଛି, ପୁରା ଫ୍ରେଶ୍ ଧରା ହେଇଛି ଆସିଛି। ମୋତେ ଏଇ ଜିଅନ୍ତା ବି ଅଛି ମାଛ। ଆଉ ମୋତେ ଜଣାପଡ଼ୁଛି ସେଇଥିପାଇଁ ଆଜି ମାଛ ଆସିଛି, କାହିଁକିନା ଥରେ ଯେଉଁ ଧାନ ନେଇକି ଆସିବାରେ କଷ୍ଟ, ପୁରା ଅନ୍ଧାର ଦେଖାହେଲା, ସେଇଥିପାଇଁ ଆସିଛି ମାଛ। ଆଜି ପୁରା ସମୁଦ୍ର ପୁରା ଫ୍ରେଶ୍ ମାଛର ହେବ ତରକାରୀ। ଆଉ ତରକାରୀଟା ହେଇସାରୁ। ଆଉ ଏଇଠି ତରକାରୀ ହେଇଛି ମାଛ ଭଜା। ଏଇଟା ଗୋଟେ ଆଳୁ ବାଇଗଣ ପଡ଼ିକି ତରକାରୀ ହେଇଛି। ଇଏ ବି ୟା ଦେହରେ ଗୋଟେ ମାଛ ହେଇଛି, ମାଛ ଦେଇକି ହେଇଛି। ଆଉ ଭାତ, ଆଉ ଗୋଟେ ଯେଉଁ ଛୋଟ ଛୋଟ ମାଛରେ ତାକୁ ଆମ୍ବୁଲ ପଡ଼ିକି ହେଇଛି। ତ ଏତିକି ହେଉଛି। ଆଉ ଭେଜ୍ର ସେଇଟା ଆମେ ନେଇନୁ।
ଏଇଟା ପୁରା ମାଛ ଫ୍ରାଏ ହେଇଛି। ଟେଷ୍ଟ କେମିତି ଲାଗୁଛି କହୁଛି। ଏ ଯେଉଁ ଛୋଟ ମାଛ ଏଇଟାର ପୁରା ଯେହେତୁ ପୁରା ସମୁଦ୍ରରୁ ଧରା ହେଇକି ଜଷ୍ଟ ଆସିଛି ମାନେ ଜିଅନ୍ତା ବି ଅଛି, ତେଣୁ ସେଇଥିପାଇଁ ଟେଷ୍ଟ ମାନେ ଯେମିତି ମାର୍କେଟର ମିଳେ ତାଠୁ ଡବଲ୍ ଟେଷ୍ଟ। ଆକ୍ଚୁଆଲି ମାଛର ଟେଷ୍ଟ ଏମିତି ଖାଇଲେ ହିଁ ଜଣାପଡ଼ିବ। ଆଉ ଟେଷ୍ଟ ଏତେ ବଢ଼ିଆ ଯେ ମାଛର କ୍ୱାଲିଟି ବହୁତ ଭଲ ଥିଲା, ଯେହେତୁ ଫ୍ରେଶ୍ ମାଛଟା ଅଛି ତେଣୁ ସେଇଥିପାଇଁ ଟେଷ୍ଟ ବି ଏହାର ଦୁଇ ଗୁଣା। ଆକ୍ଚୁଆଲି ଏମିତି ହିଁ ଖାଇଲେ ମାନେ ଫ୍ରେଶ୍ ମାଛ ଆଣି ଖାଇଲେ ଜଣାପଡ଼ିବ ଆକ୍ଚୁଆଲି ଯେଉଁ ମାନେ କେଉଁ ମାଛର କେତେ ଟେଷ୍ଟ। ଏଇଠି ବସିଛି, ଏଇଠି ମୋତେ ଆଜି ଧାନ ଯେତିକି ଲୋକ ନେଇକି ଯାଉଛନ୍ତି ସେତିକି ମୋତେ ଲୋଡ଼ କରିଦେଲେ ମାନେ ମୋତେ ଅନ୍ଧାର ଦେଖାହେଲା। ଏତେ ମାନେ ଭାରି ଧାନ। ଏଇ ମାଛଟା ଏଇଟା ହେଇଛି ଯେଉଁ ଆମ୍ବୁଲ ପଡ଼ିକି ହେଇଛି ମାଛ ଖଟା, ଇଏ ସବୁଠୁ ବଢ଼ିଆ ଲାଗୁଛି ଏଇଟା। ଆଉ ମାନେ ଏମିତି ମାନେ ଏଇ ଯେଉଁ ଧାନ କଟା ଟାଇମ୍ର ଧାନ ଆସୁଛି ଏଇ ଟାଇମ୍ର ଏଇ ତରକାରୀ ସବୁ ବଢ଼ିଆ ଲାଗେ। ଗାଁ ମାନଙ୍କର ତ ବହୁତ ବଢ଼ିଆ, କାହିଁକିନା ବାହାରେ ଖାଇବା ହେଉଥିବ ଆଉ ସମସ୍ତେ ବସିଥିବେ, ଯେଉଁମାନେ କାମ କରିବା ପାଇଁ ଆସିଥିବେ ସେମାନେ ବି ବସି ଖାଉଥିବେ, ବଢ଼ିଆ ଲାଗେ। ବାହାରେ ଖାଇବା ପାଇଁ ବଢ଼ିଆ ଲାଗେ। ଆଉ ତ ସ୍ପେଶାଲ୍ ମାନେ ସମସ୍ତେ ଖାଆନ୍ତି ତ ସେଇଟା ଆହୁରି ବଢ଼ିଆ ଲାଗେ। ଏଇ ମାଛଟି ଥିଲା ଏଇଟା ବହୁତ ଟେଷ୍ଟ ବାଲା ମାଛ। ଆଉ ଏମିତି ଯାହା ଘରେ ମାଛ ଆଣୁଛନ୍ତି ଯଦି ମାର୍କେଟରେ ଦେଖିବେ ପୁରା ଫ୍ରେଶ୍ ଦେଖିକି ଆଣିବେ, ବହୁତ ବଢ଼ିଆ ଲାଗିବ। ଓ ସେ ମାଛରେ ଟିକେ ମାନେ ରେଟ୍ ଅଧିକା ଥାଏ, ତଥାପି ବହୁତ ବଢ଼ିଆ ଲାଗେ। ଏଇଠି ଆମ ବଡ଼ ଛୁଆ ଏସବୁ ଯାଇନାହିଁ, କାମ କରିବା ପାଇଁ ଯାଇନାହିଁ, ଥରେ ବି ସେ ଯାଇନାହିଁ। ତାର ଗୋଟେ ବସିକି ସେ ମାନେ ହୋଟେଲ ଷ୍ଟାଇଲ୍ର ସେ ଖାଉଛୁ। ମୋତେ ଲାଗୁଛି ୟା ପରେ ସେ ଥରେ ଯିବ, ୟାକୁ ସେଇନ ମାନେ କହିକି ନେଇଗଲେ ଥରେ ନେଇକି ଧାନ ଦେଲେ ସେ ଜାଣିପାରିବ ଏ ଅନ୍ଧାର ଦେଖା ହେଲା କେମିତି ମୋତେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଆଉ କମେଣ୍ଟ କରିକି ଜଣାଇବେ। ଥ୍ୟାଙ୍କ ୟୁ।